ମୁଁ ରାକେଶ କୁମାର ସାହୁ ଫୁଡ୍ ସେଫ୍ଟି ଅଫିସର ଯାଜପୁର। ଆମର ଏଇଟା ନିର୍ଦ୍ଦେଶ କ୍ରମେ କଲେକ୍ଟର ମ୍ୟାଡାମଙ୍କ ନିର୍ଦ୍ଦେଶ କ୍ରମେ ଆଉ କମିଶନର ଫୁଡ୍ ସେଫ୍ଟିଙ୍କ ନିର୍ଦ୍ଦେଶ କ୍ରମେ ଆମର ଟିମ୍ ଗୋଟେ ଗଠନ କରାଯାଇଛି, ଯୋଉଟା କି ମ୍ୟୁନିସିପାଲିଟି ଟାଉନରେ ପ୍ଲସ୍ ଅଲଗା ଅଲଗା ଏରିଆରେ ଲୋକାଲ ଅଥରିଟି ତହସିଲଦାର ଆଡିସନାଲ ତହସିଲଦାର ସବ୍ କଲେକ୍ଟର ସାର୍ ଆଉ ଫୁଡ୍ ସେଫ୍ଟି ଅଫିସର ସବୁ ମିଶିକି ମାନେ ପ୍ରପରଲି ଇଚ୍ ଆଣ୍ଡ ଏଭ୍ରି ହୋଟେଲ ଯୋଉଗୁଡାକି ଆମେ ଫାଇନ୍ କରୁଥିଲୁ କି ଆଉ ମାନେ ଡିସ୍ପୋଜ କରୁଥିଲୁ ବାସି ଖାଇବା ତାପରେ ତାଗିଦ କରୁଥିଲୁ। ଏବେ ପୁରା ମାନେ ଏଇ ଆଉଟବ୍ରେକ ଟା ଏତେ ଜୋରରେ ହେଇଗଲା ଏତେ ଜୋରରେ ହେଇଗଲା ଏଇ ଯୋଉ ଆଉଟବ୍ରେକ ଆମର ତ ସେଇଥିପାଇଁ ଆମର ସେଇଟା କଣ୍ଟିନ୍ୟୁଅସ୍ ସେଇଟା ଚାଲିବ ଆଉ ସବୁ ହୋଟେଲ ବର୍ତ୍ତମାନ ସିଲ୍ କରିବାକୁ ହବ ନିର୍ଦ୍ଦେଶ ଯଦି ମିଳିଲା ଅନହାଇଜେନିକ କଣ୍ଡିସନ। ପ୍ରଶାନ୍ତ କୁମାର ପୁହାଣ ଆଡିସନାଲ ତହସିଲଦାର ବ୍ୟାସନଗର। ଆମର କଲେକ୍ଟର ଆଉ ଓଡିଶା ସରକାରଙ୍କର ନିର୍ଦ୍ଦେଶ କ୍ରମେ ଆମେ ଯୋଉ ହୋଟେଲ ବା ଖାଦ୍ୟ ଅନୁଷ୍ଠାନ ଯୋଉଠି ସବୁ ନିମ୍ନମାନର ଖାଦ୍ୟ ଦୂଷିତ ଅପରିଷ୍କାର ବାସି ପଚାସଢା ଖାଦ୍ୟ ସବୁ ବିକ୍ରି ହଉଛି ତା ଉପରେ ଫୁଡ୍ ସେଫ୍ଟି ଅଫିସର ଏକ୍ଜିକ୍ୟୁଟିଭ ଅଫିସର ଏବଂ ସ୍ଥାନୀୟ ପ୍ରଶାସନ ଆମମାନଙ୍କ ସହାୟତାରେ ଆମେ ଚଢ଼ଉ କରିବୁ ଏବଂ ଏହାପରେ ଏହି ଚଢ଼ଉ ଧାରା ଜାରି ରହିବ ଏବଂ ଆଗାମୀ ଦିନରେ ଏଗୁଡ଼ିକୁ ସବୁ ସିଲ୍ କରାହବ ଯେଉଁଠି ମାନେ ଖାଦ୍ୟର ମାନ ଯାଞ୍ଚ ହେଲା ପରେ ତାଙ୍କର ଯେଉଁଠି ଅସୁବିଧା ଦେଖାଯାଉଛି ସେସବୁ ହୋଟେଲ ଖାଦ୍ୟ ଅନୁଷ୍ଠାନ ବନ୍ଦ କରାହବ।